3 নম্বর অবতার হিরণ্যাক্ষ অসুরକୁ মারি পৃথিবীটাକୁ ଟେକିକି ବିଶ୍ୱରୂପ କରେଇଲ। ବ୍ରହ୍ମା ଶିବ ଦି ଜଣ ଦେଖିକି ଡରିଲେ ପାଦ ଧୋଇବା ପାଇଁ। ତମେ ଏତେ ରାଗି ଯାଇଛ ତମ ପାଦ ସପ୍ତ ପାତାଳକୁ ପଇଛି। ଦେଖିଥବ ଗୋଟେ ଗୋଟେ ପୋଖରୀ ତାଡ଼ିଲା ବେଳେ ପଙ୍କ ଗୁଡାକ ଥବ, ଜେସିପି ଯେତେ ବାହାରି କରିକି ଫୋପାଡୁଥବ ସେଇ ଜାଗାଟା ପୁଣି ପଙ୍କେରେ ଲୋଡ ହେଇଯାଉଥାଉ। ବ୍ରହ୍ମା ଆଉ ଶିବ ଦି ଜଣ ଯାକ ତାଡ଼ିଲେ ବରାହ ଅବତାରରେ ଭଗବାନ ପାଦକୁ। ଯେତେ ତାଡ଼ିଲେ ସେତେ ଲୋଡ ହେଇଗଲା ପଙ୍କ। ଶେଷରେ ମୁଣ୍ଡିଆ ମାଇଲେ କହିଲେ ଆଉ ହବନି, ଆମେ ହାଲିଆ। 4ରେ ନେଲ ନୃସିଂହ ଅବତାର। ନୃସିଂହ ଅବତାରରେ ହିରଣ୍ୟ କଶିପୁଟାକୁ ତମେ ଯେମିତି ମାରିଛ ଆମେ ସବୁ ଫଟୋରେ ପିଲେ ଦେଖୁଛେ। ତା ପେଟକୁ ନଖରେ ଚିରି ତା ଅନ୍ତ ବୁଝୁଳା ପୁଟା ନାଡି ବାହାରି କରିଦେଇ ଯୋଉ ରୂପ ଦେଖେଇଲ ଦେବତା ମାନେ ତମ ପାଖକୁ ଯିବାକୁ ଡରିଲେ। ତାହେଲେ ତମେ ଶାନ୍ତ କୋଉଠି ହେଲ? ବାମନ ଅବତାର ଧଇଲ, ଶାନ୍ତ ମୂର୍ତ୍ତି କୁହାଗଲା। କିନ୍ତୁ ବଳିରାଜାର ଅତ୍ୟାଚାରରେ ବଳିରାଜାଟାକୁ ଯେତେବେଳେ ପାତାଳପୁରକୁ ଚାପିଲ ବିଶ୍ୱ ଥରିଲା। ତାହେଲେ ତମେ ଶାନ୍ତ ପ୍ରଭୁ କେତେବେଳେ ହେଲ? ଧରିଲ ପରଶୁରାମ ଅବତାର, ଧଇଲ କୁଠାର ବୋଲେ ପରଶୁ। ପୃଥିବୀ ଏକବିଂଶ ବାର କ୍ଷତ୍ରିୟ ମାନଙ୍କୁ ଖାଲି ହାଣି ଚାଲିଲ। ତାହେଲେ ତମେ ଶାନ୍ତ କେତେବେଳେ ହେଲ? ଧଇଲ ରାମ ଅବତାର, ରାବଣ କୁମ୍ଭକର୍ଣ୍ଣ ଇତ୍ୟାଦିଙ୍କୁ ଦଳି ଚାଲିଲ। ମହି ରାବଣକୁ ଯୋଉ ପ୍ରକାର ମାରିଛ ତାକୁ କହି ହବନି। ଆଜି ପର୍ଯ୍ୟନ୍ତ ରାମ ରାବଣ ଯୁଦ୍ଧ ଭଳିଆ ଯୁଦ୍ଧ ନାହିଁ। ଏ ଯୋଉ ବିଶ୍ୱଯୁଦ୍ଧ ପରମାଣୁ ବୋମା ଫୋପଡ଼ା ଯାଉଛି, ଏ କି ଯୁଦ୍ଧ? ରାମ ରାବଣ ଯୁଦ୍ଧଠୁ ଯୁଦ୍ଧ ଆଉ ନାହିଁ। ତମେ ଶାନ୍ତ କେତେବେଳେ ହେଲ? ତାପରେ ଆମେ ସ୍ଥାନ ଦେଇଛେ ଜୟଦେବଙ୍କ ନାମାନୁଯାୟୀ ବଳରାମଙ୍କୁ। ଧଇଲ ଲଙ୍ଗଳ, ଖାଲି କହିଲ ପୃଥିବୀ କି ତାଡ଼ିଦେବି ତାଡ଼ିଦେବି ତାଡ଼ିଦେବି। କନ୍ଦରାସୁରକୁ ଯୋଉ ପ୍ରକାର ତମେ ମାରିଛ ତମେ ଶାନ୍ତ କେତେବେଳେ ହେଲ? ତାପରେ ନେଲ ଆମ ପୁରାଣ କହୁଛି ବୌଦ୍ଧ ଅବତାର, ବୁଦ୍ଧ ଅବତାର, ଗୌତମ ବୁଦ୍ଧ। କିନ୍ତୁ ପ୍ରକୃତରେ 10 ଅବତାରରେ ଗୌତମ ବୁଦ୍ଧ ନୁହନ୍ତି। ଆପଣ ବଡ଼ ଦେଉଳ ଭିତରେ ପଶନ୍ତୁ, ଜଗନ୍ନାଥ ମନ୍ଦିରରେ ଆମ ପୁରୀ ଯୋଉ 10 ଅବତାର ହେଇଛି ସେ 10 ଅବତାର ଭିତରେ ବୁଦ୍ଧଙ୍କ ଅବତାର ନାହିଁ। ରହିଛି କୃଷ୍ଣ ଅବତାର। ଏ କୃଷ୍ଣ ଅବତାର ଯେତେବେଳେ ତମେ ଧାରଣ କଲ, ଏ କୃଷ୍ଣ ଅବତାରରେ ତମେ ବଦ୍ଧ କଲ। ବେଶୀ ନହେଲେ କହନ୍ତି କଂସକୁ ବଦ୍ଧ କରି ପ୍ରଭୁ ବଳୁଆ ହେଇଛି, ନାଇଁ। ତମେ ବଦ୍ଧ କଲ ସାଲୁ ଆଉ ଶିଶୁପାଳକୁ। ଶିଶୁପାଳକୁ ଯେତେବେଳେ ବଦ୍ଧ କରିଛ ସେତେବେଳର ଦୃଶ୍ୟ ଯାହା ହେଇଯାଇଛି ଏ ବ୍ରହ୍ମାଣ୍ଡ କଳ୍ପନା କରିପାରିବନି। ତାପରେ ଧରିବ କଳକି ଅବତାର। ଏ କଳକି ଅବତାରରେ ତମ କାମ ଓଲା 12 ହାତ ଖଣ୍ଡା ଧରିଲ ବଉଳ, ଜଗନ୍ନାଥ ଚକା ଛାଡ଼ି ଭଉଳ, ଜଗନ୍ନାଥ ଚକା ଛାଡ଼ି ଭଉଳ, ଜଗନ୍ନାଥ ଚକା ଛାଡ଼ି ଲେଖ କରୁଥିବେ ନୀତି ଶୃଙ୍ଗାର ଲୋ, ଉଡ଼ିବେ ସିନା ଓ ଗାଡ଼ି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ତମେ ଯେତେବେଳେ କଳକି ଅବତାର ହବ ତମେ ପୁରା ନାଲିଆ ପଡିଯିବ, ପୁରା ଲାଲ ହେଇଯିବ ନା କେମିତି? ଆଉ ଗୋଟିଏ ପଦ ମାଳିକା ଭିତରୁ ହାରିଆ କୁମାରକୁ ନେଇକି ଆସିବା। କଣ କହିଲେ? କଲା ନେତ୍ରରୁ ମୋ କୋଟି ସୂର୍ଯ୍ୟ ଚନ୍ଦ୍ର ଜାତ, ପବନରୁ ଚାଷ ଭଉଳ, ପବନ
ହେଲନି? ତମକୁ କବି କେମିତି ଲେଖିଲେ ଶାନ୍ତାକାର? ନା ସେ ଶାନ୍ତକାର ମୂର୍ତ୍ତିଟି ଜଣେ। ସେ ଅବତାର ଭିତରେ ଶାନ୍ତ ମୂର୍ତ୍ତି ବିଶ୍ୱରେ ଗୋଟିଏ ଅବତାର। ସେ କୋଉ ଅବତାର? ନା କୃଷ୍ଣ ଅବତାର। କୃଷ୍ଣ। ତମେ କୋଉ କୃଷ୍ଣ? ଆପଣ ମାନଙ୍କର ଅଭିମନ୍ୟୁ ସାମନ୍ତ ସିଂହାର। ତମେ ପ୍ରେମର ଅବତାର, ରାଧାକୃଷ୍ଣର ଅବତାର, ଯାହାକୁ ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର ସଦାନନ୍ଦ ସୂର୍ଯ୍ୟ ବ୍ରହ୍ମାଙ୍କ ଶିଷ୍ୟ লিখিদেলে দাঁড়িয়ে কলা প্রাকৃত প্রেম মূর্তি জয় রাধা হরি অপ্রাকৃত প্রেম মূর্তি জয় রাধা হরি অপ্রাকৃত ପ୍ରେମର ମୂର୍ତ୍ତି, ପ୍ରେମର ଅବତାର। ପ୍ରେମ ଯୋଉଠି ଶାନ୍ତିଟା ସେଇଠି। ମା ପୁଅ ଭିତରେ ପ୍ରେମ, ଭାଇ ଭାଇ ଭିତରେ ପ୍ରେମ, ସ୍ୱାମୀ ସ୍ତ୍ରୀ ଭିତରେ ପ୍ରେମ, ଭାଇ ଭଉଣୀର ପ୍ରେମ, ବାପା ପୁଅରେ ପ୍ରେମ, ଭକ୍ତ ଭଗବାନ ଭିତରେ ପ୍ରେମ। ଆଉ ପ୍ରେମ ଯୋଉଠି ସୃଷ୍ଟି ହେଇଯାଏ ସେ ସ୍ଥାନଟି ରୁକ୍ଷ ନୁହଁ, ଶାନ୍ତ ପଡ଼ିଯାଏ। ତାହେଲେ ସେ ଅବତାର କିଏ? କୃଷ୍ଣ। ସେ କୃଷ୍ଣ ଜଣକ କିଏ? କୃଷ୍ଣ ବାପା କିଏ? କୃଷ୍ଣ କା ପୁଅ? କୃଷ୍ଣ କା ପୁଅ? କଣ କହୁଛୁ? କହିଲା ଗଦ୍ୟରେ କହିବି ନା ପଦ୍ୟରେ କହିବି ନା ସଂସ୍କୃତରେ କହିବି? ଆରେ ପୁଅ ତୁ ସଂସ୍କୃତ ଜାଣିଛୁ? ଆପଣ ଜାଣିନଥିଲେ ଆଗରୁ ଗାଁ ନଥିଲି, ପାଳି ଅଭାବରୁ ଚାମର ଥୋଇଦେଲି ଘରେ। ସଂସ୍କୃତିରେ କହିବି ବସୁଦେବାନ୍ ସୁତ ଦେବ ଚାଣୁର ବର୍ଦ୍ଧନ ପରମାନନ୍ଦ କୃଷ୍ଣ କା ପୁଅ? କଣ ହଉଛି? ବସୁଦେବ ପୁଅ କୃଷ୍ଣ। କୃଷ୍ଣ କବିର ନନା ଜନ୍ମ ହେଇଛି ବସୁଦେବଠୁ ନା? ବସୁଦେବ ତା ଜୀବନରେ କୃଷ୍ଣକୁ ଦେଖିନି। ଆଉ ନା କଣ ନାହିଁ ପରା, ବନ୍ଦିଶାଳାରେ ଜନ୍ମ ଦେଇଥିଲେ ତାକୁ କୁଆଡେ? ନାଇଁ, ଆଉ କୃଷ୍ଣ ବସୁଦେବଠୁ ଜନ୍ମ ନୁହଁ। ଆଉ କାଠୁ? କୃଷ୍ଣର ପ୍ରକୃତ ବାପା ଜନ୍ମ ଦେଇଛି। କିଏ କିଏ ସେ? ସେ ହଉଛି ରାଜା ନନ୍ଦ। ନନ୍ଦ ସ୍ତ୍ରୀ ଯଶୋଦା ଗର୍ଭରେ ଧରି କୃଷ୍ଣକୁ ଜନ୍ମ ଦେଇଛି। এটা ପ୍ରାକ୍ଟିକାଲିରେ ନା ଥିଓରିରେ? ହସନି, ଆମେ ସମସ୍ତେ ଜାଣିଛେ ବନ୍ଦିଶାଳା ଭିତରେ କଂସ ଯୋଉ ଜନ୍ମ ହେଇଛନ୍ତି ଭଗବାନ କୃଷ୍ଣ। ନା, ଆପଣ ତଥ୍ୟ ଭୁଲ ଦଉଛନ୍ତି।
କୃଷ୍ଣ ବସୁଦେବର ବନ୍ଦିଶାଳାରେ କଂସ ବନ୍ଦିଶାଳାରେ ଜନ୍ମ ହେଇନି, ମିଛ। ଦେଖିବା ଓରିଜିନାଲ କୃଷ୍ଣ ନନ୍ଦ ସ୍ତ୍ରୀ ଯଶୋଦା ଜନ୍ମ ଦେଇଛି। ଏଗୁଡାକ ଗାୟକ ସନାତନ ଦାସ ମୁଣ୍ଡରେ ପଶିବନି। ଲେଖା ଯାଉଛି ଗାୟକ ପ୍ରବୀର, ମୁଁ ତାକୁ କେବେ ଗାୟକ ପ୍ରବୀର କହିବିନି, ମୁଁ କହିବି ସେ ଗାୟକ ଅବୀର ବୋଲେ ଗାୟକ ଭିତରେ ଗୋଟେ ଛେଳି। ମୁଁ ପ୍ରମାଣ ଦଉଛି, ଯଦି ନହବ ମୋ ଉପରେ ବାଜି। ଏଇଠି ମୁଁ କୃଷ୍ଣକୁ ଦେଖେଇବି ଆଜି। କୃଷ୍ଣର ବାପା, ମୋର ଗୋଟିଏ ପୁଅ ଅଛି, ତା ନା ନିହାର ମୋହନ ହୋତା। ମୋ ପୁଅର ବାପା ପ୍ରକୃତରେ କିଏ କହିବ? ମୋ ସ୍ତ୍ରୀ କହିବ ନା, ତା ମା କହିବ ଏ ପୁଅଟା କାହାର? ଆପଣ ମାନଙ୍କର କୃଷ୍ଣର ମା ଯଶୋଦା କହିଲା, କହିଲା କୃଷ୍ଣକୁ ଜନ୍ମ ଦେଇଛି ମୁଁ। ନା କେମିତି? ନା ତତ୍ତ୍ୱ ମାଘାଦି ନନ୍ଦାୟା ରାତ୍ର ଗର୍ଭଗତଂ ହରି ଭାଦ୍ର କୃଷ୍ଣ ବୁଧାଷ୍ଟମିୟା ନିଷିଧେ ପ୍ରକଟ୍ୟାରେ ଭୂତୁ। ବହିର ନାଁ ହେଲା ନନ୍ଦ ବଂଶ ପ୍ରଦୀପମ୍। କବି କହିଲେ ତତ୍ତ୍ୱ ମାଘାଦି ନନ୍ଦାୟା। ନନ୍ଦର ଭାର୍ଯ୍ୟାନୁଯାୟୀ ସମ୍ବୋଧନରେ ଯଶୋଦାଙ୍କର ନାଁଟି ହଉଛି ନନ୍ଦା। ନନ୍ଦ ରାଜା କହିଲେ ମୋ ସ୍ତ୍ରୀ ସାଙ୍ଗରେ ମୋର ମିଳନ ହେଲା। କୋଉ ଦିନ ହେଲା? ନା ମାଘାଦି, ମାଘ ମାସର ଆଦି ବୋଲି ପ୍ରଥମ ଦିନ, ଯୋଉଦିନ ମାଘ ମାସ ଆରମ୍ଭ, ସେଇ ଦିନ ମୋର ଯଶୋଦା ସାଙ୍ଗରେ ପ୍ରେମ ହେଲା। ଭାଦ୍ର କୃଷ୍ଣ ବୁଧାଷ୍ଟମିୟା ନିଷିଧେ ପ୍ରକଟ୍ୟାରେ ଭୂତ। ଭାଦ୍ରବ ମାସ କୃଷ୍ଣ ପକ୍ଷୀୟ ଅଷ୍ଟମୀ ତିଥି ବୁଧବାର ଦିନ ଠିକ ନିଶାର୍ଦ୍ଧ ଅର୍ଦ୍ଧରାତ୍ର ଠିକ ରାତି 12টাରେ ମୋ ସ୍ତ୍ରୀ ଯଶୋଦା ଗର୍ଭରୁ 2ଟା ଛୁଆ ଜନ୍ମ ହେଲେ। 2ଟା ଜାଆଁଳା ଛୁଆ। ଏଠି କହିଦଉଛି ସେ 2ଟା କିଏ? ନା ଗୋଟିଏ ହେଲା ବିଜୁଳି କନ୍ୟା, ଆଉ ଗୋଟିଏ ହଉଛି କୃଷ୍ଣ। ଜନ୍ମ ହେଇ ପଡିଛନ୍ତି ଯଶୋଦାର ଗର୍ଭରେ। ମାତ୍ର ଆପଣ ମାନେ ସନ୍ଦେହରେ ପଡି ସାରିବେଣି। କଣ ସେ ସନ୍ଦେହ? ଯେ ଆମେ ତ ପଢୁଛୁ ଭାଗବତ ପୂର୍ଣ୍ଣିମା, ଭାଦ୍ର ପୂର୍ଣ୍ଣିମା, ଇନ୍ଦୁ ପୂର୍ଣ୍ଣିମା ପାଳନ କରୁଛୁ, କୃଷ୍ଣ ଜନ୍ମ କରୁଛୁ, ବସୁଦେବ ମୁଣ୍ଡେଇକି ନେଇକି ଯାଇଛି। ଏ ଗାୟକ ହୋତା କଣ ଆଜି ମେଣ୍ଟାଲ ହେଇଗଲା? ଇଏ କେମିତି କହିଲେ? ମୁଁ କହୁନି। ବସୁଦେବ ଯୋଉ ଛୁଆଟା ଜନ୍ମ କଲା ସିଏ କିଏ? ଆଉ ଓରିଜିନାଲ କୃଷ୍ଣ କାହାକୁ କହିବା? ଆଉ ଗୋଟିଏ ଶ୍ଲୋକ ଆଣୁଛି, ନା ସର୍ବଦା ଦ୍ୱିଭୁଜ କୃଷ୍ଣ କଦାନ ତୁ ଚତୁର୍ଭୁଜ ବୃନ୍ଦାବନଂ ପରିତ୍ୟଜ୍ୟ ପାଦମେ କନ୍ନ ଗଚ୍ଛତି। କବି କହିଲେ ଯିଏ କୃଷ୍ଣ ସିଏ ଓରିଜିନାଲ, ଯିଏ ତାର ହାତ ସଦାବେଳେ 2ଟା। ଓରିଜିନାଲ କୃଷ୍ଣର ହାତ 2ଟା। ସେ ତା ଜୀବନରେ କେବେ 4 ହାତିଆ ହେଇନି। ବୃନ୍ଦାବନ ଅରଣ୍ୟକୁ ତ୍ୟାଗ କରି କୃଷ୍ଣ ତା ଜୀବନରେ କୁଆଡେ ଯାଇନି। ପୁଣି ଆପଣଙ୍କର ସନ୍ଦେହ ହବ, ଯଦି ବୃନ୍ଦାବନ ଛାଡିକି ଯାଇନି, ମଥୁରା କିଏ ଗଲା, ଦ୍ୱାରକା କିଏ ଗଲା, ଆପଣ ପୁଣି ମୁଣ୍ଡରେ ପୁରେଇବେ।
ମୁଁ କହିଲି କୃଷ୍ଣ ଦି ହାତୀରୁ ଚାରି ହାତିଆ ହେଇନି, ଗୋଟେ ପ୍ରମାଣ ନୁହଁ। ଆଉ ଗୋଟେ ପ୍ରମାଣ ଦଉଛି, ଆପଣଙ୍କର ଶଙ୍କରାଚାର୍ଯ୍ୟ ଯୋଉ ଜଗନ୍ନାଥ ଅଷ୍ଟକ ଲେଖିଲେ, କଣ ଲେଖିଲେ ଦ୍ୱିତୀୟ ନମ୍ବର ଶ୍ଲୋକଟାକୁ, ନା ସବିଏ ବେଣୁ ଶିରସି ଶିଖିବି ଝକଟି ଦଟେ ନେତ୍ରାଳ ଦୁକୁଳ ସହଚର କଟାକ୍ଷ ବିଦଧତେ ସଦା ସଦା ଶ୍ରୀ ବୃନ୍ଦାবন লীলা পরিচয় সদা বলে ସବୁବେଳେ, সদা বলে ସବୁବେଳେ কোଉଠି, না শ্রী বৃন্দাবন লীলা পরিচয়, কেবল বৃন্দাবନରେ লীলা କରିଛି, କୁଆଡ଼େ ଯାଇନି। জগন্নাথ স্বামী নয়ন পথগামী ভব তুমে ଯିଏ ଓରିଜିନାଲ କୃଷ୍ଣ, ପ୍ରେମର କୃଷ୍ଣ, ଯିଏ ଶାନ୍ତର କୃଷ୍ଣ, ତା ହାତରେ ସଦାବେଳେ ବଂଶୀ। କୃଷ୍ଣର ସଂକେତ, କୃଷ୍ଣ ହେଲା ବଂଶୀ ପାଟି। କିନ୍ତୁ ବସୁଦେବ ପୁଅକୁ ବଂଶୀ ଧରି ଆସିନି। ବସୁଦେବ ପୁଅଟା ଦି ହାତିଆ ନୁହଁ, ଚାରି ହାତିଆ। ପ୍ରମାଣ ଦେବି, ଆପଣଙ୍କର ସଂସ୍କୃତ ଶ୍ରୀମଦ ଭାଗବତ ମନକୁ ଆସୁନି ଆଜ୍ଞା ସାର୍? ମୁଁ କହିଲି ମନକୁ ଆସୁଛି, ମୁଁ ପ୍ରମାଣ ଦେବି। ଆମେ ପାଲା ବାଲା ମାନେ ଗୋଟେ ଗୋଟେ ଓକିଲ, ମ କବି ଯାହା ଲେଖିଛନ୍ତି ଆମେ ଆଣିକି ତାକୁ ବାହାରି କରୁଛୁ। କୃଷ୍ଣ ବସୁଦେବ ପୁଅଟା ଚାରି ହାତିଆ, ମୁଁ ପ୍ରମାଣ ଦେଲେ ଆପଣ ବିଶ୍ୱାସ କରିବେ। କବି ହେଲେ ବ୍ୟାସଦେବ, ସଂସ୍କୃତ ଶ୍ରୀମଦ ଭାଗବତ। କଣ କହିଲେ, କଲା ଶ୍ରେୟାଶ୍ଳିଷ୍ଟ ଚତୁର୍ବାହୁ, କେତେ ବାହୁ? ଚତୁର୍ବାହୁ। ଶ୍ରେୟାଶ୍ଳିଷ୍ଟ ଚତୁର୍ବାହୁ, চতুর্বর্গ ফলান্বিত ধ্যায়েতে নীলতপল শ্যাম পদ্মাচ্ছপিত বাস কবি কইলে কেতটা বুঝ? চারিটা। আউ টিকে সরল করদবা। বসুদেব যেতেবেলে মুন্ডেইকি কৃষ্ণকু নেইকি গলা কোউঠিকি গোপপুরকু, যেতেবেলে গলা বাটেরে কিয়ে দেখিলা? উগ্রসেন দেখিলা। উগ্রসেন কোন কহিলা? কলা তু যেবে অটু ভগবান দেখা তো শঙ্খ চক্র চিহ্ন, দেখা তো শঙ্খ চক্র চিহ্ন, দেখা তো শঙ্খ চক্র চিহ্ন। শিব তাণ্ডব নাই। আজ পরা গাঁ প্রেসিডেন্ট কইছন্তি রাধা কৃষ্ণ উপরে। হ্যাঁ প্রভু মঙ্গল। আজি নু হব দিনে শিব তাণ্ডব হব কোন র উত্তর দেলে দেখা তো শঙ্খ চক্র চিহ্ন। কৃষ্ণ কোন করলে? আমার জগন্নাথ দাস ওড়িয়া ভাগবতরে লিখিলে কলা মর্কত স্তম্ভ চতুর্ভুজ দিশাই শঙ্খ চক্র তেজা, দিশাই শঙ্খ চক্র তেজা, দিশাই শঙ্খ চক্র তেজা। জগন্নাথ দাস কইলে কেতে ভুজ? মর্কত স্তম্ভ চতুর্ভুজ। ভুজ বলে হাত কেতেটা হলা? চারিটা। উগ্রসেনকু দেখেলা শঙ্খ চক্র। আচ্ছা শঙ্খ চক্র তো দি হাতের দেখেলা, আউ দি হাতের গদা পদ্ম দেখেলানি না? তার হাত শর্ট হলা। মানে চারিটা হাতରୁ দি ହାତରେ ଶଙ୍ଖ ଚକ୍ର ଟେକିକି ଦେଖେଇ ଦେଲା ଉଗ୍ରସେନକୁ। ଆଜ୍ଞା ଆଉ ଗଦା ପଦ୍ମ ଦେଖିବାକୁ ତା ହାତ ପାଇଲାନି, ହାତ ସର୍ଟ ହେଲା। କାହିଁକି ସଟ ହେଲା? ଗେଙ୍ଗୁଟିଆ ଗାଁରେ ପ୍ରଥମ ଦିନ ଆଇଲେ 500 ଚୌକି ସର୍ଟ, କାଲି ଆଉ 300 ବଢେଇଲେ ସର୍ଟ, ଆଜି ଆଉ 300 କି 400 ଚୌକି ଆଣିଛନ୍ତି ତଥାପି ସର୍ଟ, ଆଉ ବି କାଲି 500 ଚୌକି ଆଣିବ ତଥାପି ସର୍ଟ। ସନାତନ ଦାସ ନୃସିଂହ ହୋତା ଯୋଉଠିକି ଯାଆନ୍ତି ଚୌକି ସର୍ଟ ହବ। ର ତ ଚାରିଟା ହାତରୁ ଦିଟା ହାତ ଦେଖେଇଲା, ଆଉ ଦିଟା ହାତ କୁଆଡେ ଗଲା? ହେଲା ହେଲା
ନା ଉଗ୍ରସେନକୁ ପୁଷ୍ପମାଳି ହରସେ हरसे प्रभु देले तोड़ी हरसे प्रभु देले तोड़ी ହରସେ ତାକୁ ଆଜ୍ଞା ଦେଲେ नृपति होई भुबोइले नृपति होई भुबोइले नृपति होई भुबोइले ଦି ହାତରେ ଶଙ୍ଖ ଚକ୍ର ଦେଖେଇଲା ଆଉ ଦିଟା ହାତରେ ଫୁଲମାଳକୁ ନେଇକି ଉଗ୍ରସେନ ବେକରେ ଗଳେଇ ଦେଲା ଆଉ ଗଦା ପଦ୍ମ କୋଉଠି ଦେଖେଇବ ଆଉ ତ ହାତ ନାହିଁ ନେଇକି ବସୁଦେବ ଚାଲିଲା ତାହେଲେ ଯୋଉଠି ବସୁଦେବ ପୁଅ ସେଇଠି ହଉଛି ଶ୍ୟାମ ଯୋଉଠି ନନ୍ଦର ପୁଅ ସେଇଠି ଓରିଜିନାଲ କୃଷ୍ଣ ନା କେମିତି ଆଉ ଟିକେ ବଢେଇ ନବାକୁ ଆପଣ ମାନଙ୍କ ଭିତରେ ଥିବା ସନ୍ଦେହ ଭ୍ରମଟାକୁ ଦୂର କରିଦବା କେମିତି ନନ୍ଦ ପୁଅ ଓରିଜିନାଲ କୃଷ୍ଣ ହେଲା ବସୁଦେବ ମୁଣ୍ଡରେ ମୁଣ୍ଡେଇକି ନେଇକି ଯାଉଛି ପହଞ୍ଚିଛନ୍ତି ନନ୍ଦ ଆଳୟରେ हाँ ଯଶୋଦା ଦିଟା ମଲା ଛୁଆ ଜନ୍ମ କରିକି ସେନ୍ସଲେସ୍ ହେଇକି ପଡିଛି ଦିଟା ଛୁଆ ମଲା ଛୁଆ କୋମା ନୁହଁ କୋମା ବୋଲେ ଜୀବନ ଅଛି କିଛି ଦେହରେ ପ୍ରାଣ ନାହିଁ ଯୋଡ଼ିଏ ମଲା ଛୁଆ ଜନ୍ମ ହେଇକି ପଡିଛନ୍ତି ବସୁଦେବ ଯେତେବେଳେ ଯାଇଛି ଦେଖୁଛି ଯଶୋଦା ଠି ସେନ୍ସେ ବୋଲେ ଚେତା ନାହିଁ ମୁଁ କହୁନି ଆଉ ଟିକେ ସାହିତ୍ୟକୁ ଆଗେଇକି ନବା ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର ସେ ଧାରିଏ କହିଲେ କଣ କହିଲେ କହିଲା ନନ୍ଦ ନନ୍ଦନ ମାୟା ଆଶ୍ରିତା ହୋଇ